হ্যাঁ ঘর জুয়াই আসি সুন্দরী স্ত্রীটিଏ পাইଛୁ সତ হ্যাঁ ଏ ଘରର ଧନ ସମ୍ପତ୍ତି ଦାୟିତ୍ୱ ପରା ତୋ ହାତରେ ପୁଣି କ'ଣ ଗଡ଼ବଡ଼ ହଁ ବାବୁ ମୋଠି ଘର ଜୟସେ ସୁନ୍ଦର ସ୍ତ୍ରୀଟିଏ ପାଇଛି ଆଉ ଏ ଘରର ସବୁ ଦାୟିତ୍ୱ ବି ପାଇଛି ସତ ହେଲେ ବାବୁ ତାହା ବି ବର୍ତ୍ତମାନ ମୋରି ହାତ ମୁଠାରୁ ଚାଲିଯିବାକୁ ବସିଲାଣି ବାବୁ ଭଣଜା ତୁ ଏ କ'ଣ କହୁଛୁ ମୁଁ କିଛି ବୁଝିପାରୁନି ଆଉ ହଁ ବାବୁ ଆରେ କଥା କ'ଣ କି ବାବୁ ମୋ ସହ ସୂର୍ଯ୍ୟର ବାହାଘର ପ୍ରସ୍ତାବଟା ଫାଇନାଲ ହେଇଯାଇଛି ବାବୁ ସେଇଥିପାଇଁ ମୁଁ ପୁରା ଟେନସନରେ ପାଗଳ ହେଇଯାଉଛି ବାବୁ ଭଣଜା ତାହେଲେ ସେଇ ଶଳା ମଦୁଆ ସୂର୍ଯ୍ୟଟା କିରି କିରି କରିବ ହଁ ବାବୁ ହେଲେ ଭଣଜା ସେଇ ଶଳା ମଦୁଆକୁ ବାହା ହବାକୁ ରାଜି ହେଲା କିଏ ବାବୁ ସେ ଶଳା ସୂର୍ଯ୍ୟ ଗୋଟାଏ ଝିଅକୁ ଭଲ ପାଉଛି ବାବୁ ଆଉ ସେଇ ଝିଅର ନାଁ ହେଉଛି ମୌସୁମୀ ହଁ ବାବୁ ସେ ମୌସୁମୀ ସହିତ ମୋ ଶଳା ସୂର୍ଯ୍ୟର ବାହାଘର ପ୍ରସ୍ତାବଟା ଫାଇନାଲ ହେଇଯାଇଛି ବାବୁ ଏ ବାବୁ ଆଉ ଆସନ୍ତାକାଲି ସେ ଦୁଇ ଜଣଙ୍କ ବାହାଘର ହେଲେ ବାବୁ ଏସବୁ ଦେଖି ମୁଁ ଜମା ଶୋଇପାରୁନି ବାବୁ ମୋର ତ ଇଚ୍ଛା ହେଉଛି ଆଜି ଘର ଛାଡ଼ି କୁଆଡ଼େ ଚାଲିଯିବାକୁ ବାବୁ ଭଣଜା ବାବୁ ଧୈର୍ଯ୍ୟ ଧର ରେ ଭଣଜା ଧୈର୍ଯ୍ୟ ଧର କଥାରେ ଅଛି ପରା ଧୀର ପାଣି ପଥର କାଟେ ହଁ ବାବୁ ସେ ଶଳା ମଦୁଆଟା ବାହା ହଉଛି ହଉ ବାବୁ ଏଥିରେ ତୋର କ'ଣ ଯାଉଛୁ ତୁ କାହିଁକି ଟେନସନ ନଉଛୁ ବାବୁ ହେ ବାବୁ ମୁଁ ଟେନସନ ନେଉଛି ଏଇଥିପାଇଁ ଯେ ମୁଁ ନତାଶାକୁ ବାହା ହେଇ 2 ବର୍ଷ ହେଇଗଲା ହେଲେ ବାବୁ ଆମର କିଛି ବି ପିଲା ଛୁଆ ହେଇନାହାନ୍ତି ଯଦି ସେ ଶଳା ସୂର୍ଯ୍ୟ ବାହା ହେଲା ପରେ ତା ଯଦି କିଛି ପିଲା ଛୁଆ ହେଇଯାଆନ୍ତି ତାହେଲେ ବାବୁ ଏ ଘର ଧନ ସମ୍ପତ୍ତି ସବୁ ମୋ ଶାଶୁ ଶ୍ୱଶୁର ସେ ସୂର୍ଯ୍ୟ ନାଁରେ ଲେଖିଦେବେ ଆମକୁ କିଛି ମିଳିବନି ବାବୁ ସେଇ କଥା ଭାବିଲା ବେଳକୁ ମୋ ମୁଣ୍ଡଟା ଗରମ ହେଇଯାଉଛି ବାବୁ ତୁ ଯାହା କହୁଛୁ ଠିକ କହୁଛୁ ରେ ଭଣଜା ହେଲେ ଭଣଜା ତୁ ଯଦି ଏଇ ଘରର ଧନ ସମ୍ପତ୍ତି ପାଇବାକୁ ଚାହୁଁଛୁ ତାହେଲେ ତୋ ସ୍ତ୍ରୀ ନାତାଶାକୁ ରୋଷେଇ ରୋଷେଇ ତୋ ହାତ ମୁଠାରେ ରଖିବାକୁ ପଡିବ ରେ ଭଣଜା ଓ ବାବୁ ତମେ ଏକଦମ ଠିକ କଥା କହିଛ ବାବୁ ଏ ଘର ଧନ ସମ୍ପତ୍ତି ପାଇବାକୁ ହେଲେ ମୋ ସ୍ତ୍ରୀ ନତାଶାକୁ ରୋଷେଇ ରୋଷେଇ ତା ମାଇଣ୍ଡଟାକୁ ପୁରା ୱାଶ କରିବାକୁ ପଡ଼ିବ ତାପରେ ଶେଷ ମଦୁଆର ପରିବାରଟାକୁ ଭାଙ୍ଗିବାକୁ ପଡ଼ିବ ହେଲେ ବାବୁ ଆସନ୍ତାକାଲି ସେଇ ଦୁଇ ଜଣଙ୍କ ବାହାଘର ସେଇଥିପାଇଁ ଆମକୁ ଟିକେ ସତର୍କ ରହିବାକୁ ପଡ଼ିବ ରେ ଭଣଜା ଓ ବାବୁ ଏ ବାବୁ ଆଉ ଡେରି ନ କରି ଚାଲ ବାବୁ ଏ ବାହାଘର ପାଇଁ ଆମକୁ ବି ଟିକେ ପ୍ରସ୍ତୁତ ହେବାର ଅଛି ଆରେ ଚାଲ शुभेन्दु बाबू शुभलग्न बेला गड़ी जाऊँ बाबू आपण बोक बेदिनी गटारे जल्दी डाक बाबू बागर कार्यटा भल भल शेष करदे बाबू ठीक अच्छे अरे हे तो मो बो को सांग मैंने कन्या बेस सजाई बेदिनी को नहीं आपण कि समय अपेक्षा करतु बाबू अरे झील मैंने अरे पुआ मैंने मु मंत्र पाठ आरंभ कर तुम्हें मैंने उड़ाउली जब जदि उड़ाउली नदेले ताल तुम दांत दाड़ी जीव मु मंत्र पाठ आरंभ करुच्ची वैष्णवे स्वाहा ओम वर्णे स्वाहा ओम प्रजपते स्वाहा ओम मंगल मंगल विष्णु मंगल मुंडरीकाक्षं सुशिवं कमलपते स्वाहा जथा इंद्र
से इंद्राणी तथा केदार से गौरी तथा राम से सीता तथा सूर्य सह मौसमी ओम मंगल भगवान विष्णु मंगल मुंडरी काक्ष सोसी वर्णम सर्वी कर दो कमलपते स्वाहा बाबू बाहागर कार्य तो बोलार बोलार हो गला बाबू एबे मत दक्षिणा दियंतु बाबू सेपटे आ गोटे बाहागर जीवार अछि चुप रहिते एइले आपनको दक्षिणा नमस्कार बाबू ताला बाबू नमस्कार नमस्कार बाबू बाहागर कार्य तो बहुत भलर भलर सरीगला समुदे एथर तो मत विधेय दियंतु अरे माँ मौसुमे शाशु शशुरंग घर रे सुखर संसार करे माँ आउ शाशु शशुरंग कथा मानिकी चलिबो सदा सर्वदा मो आशीर्वाद तो ऊपर अछि रे माँ मु आसी रे माँ आसी समुदे नमस्कार नमस्कार समुदे आसी रे माँ पापा रही जाओ बाबा बाबा काहींकी एमती कांदुचु रे माँ तो खुशीर संसार कर खुशी रे शाशु शशुर घर रे सुखर संसार कर अरे ये परा होचे झियो जन्म पर घर को तू कौन जानी नो कांदुचु काहींकी रे माँ तू कहने नहीं खुशी रे रह बाबा रही जा बाबा किरिंग किरिंग रे बाहागरटा सरी गला टीना मीना रीना कोन भोकुआ भोकुआ ओनै छुकरे दांत देखि हसु छुकरे तुम पई चिकन हेची ए
এই ডাঙ্গ বেঙ্গর টিঙ্গ তুমি কোন এপট সেপট দেখি লাজ করি হসুছ রে এই তুম পাই মটন হইছ খালি ঝিকি 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 খাইব রে খাইব নাচিব খাইব নাচিব এই তিনা মিনারি না তুমি भी খাইব নাচিব जो खाएगा खाना ओ सुनेगा क्रिश का गाना ए बच्चा वाला बच्चा रे कौन तू भी भोका भोका এই সোনা ভকুয়া বলে নাচি দিকে সব পড়াইলে রে এ বাবা পড়াইলে সব রে ବୁଝିଲ କହିଲି ମୋ ଭାଇ ସୂର୍ଯ୍ୟର ବାହାଘର ହେଲା ପରେ ଏଇ ଘରର ସବୁ ଟେନସନ ଗଲା ଆଉ ବାପା ମା ମଧ୍ୟ ଟିକେ ଶାନ୍ତିରେ ନିଶ୍ୱାସ ମାରିବେ ସତରେ କହିଲି ଏଇ ବାହାଘର ହେଲା ପରେ ମୁଁ ଆଜି ବହୁତ ଖୁସି ନାତାଶା ଆରେ ତମେ ମାନେ ଏ ବାହାଘରରେ ଖୁସି ହେଇପାର ହେଲେ ନାତାଶା ଏ ବାହାଘରରେ ମୁଁ କେବେ ହେଲେ ବି ଖୁସି ନୁହଁ ନାତାଶା ତମେ ବି ଚାହୁଁଥିଲ ମୋ ଭାଇ ସୂର୍ଯ୍ୟର ବାହାଘର ହେଇଯାଉ ବୋଲି अरे हो नाताशा अरे ମୁଁ ବି ଚାହୁଁଥିଲି ତୋ ଭାଇ ସୂର୍ଯ୍ୟର ବାହାଘରଟା ଶୀଘ୍ର ହେଇଯାଉ ବୋଲି ହେଲେ ନାତାଶା ପ୍ରଥମେ ତୋ ଭାଇ ସୂର୍ଯ୍ୟ ମଦ ଛାଡ଼ିଥାନ୍ତା ତାପରେ ସେ ବାହା ହେଇଥାନ୍ତା ତାହେଲେ ଯାଇ ଭଲ ହେଇଥାନ୍ତା ଆରେ ହଁ ନାତାଶା ଯଦି ତୋ ଭାଇ ସୂର୍ଯ୍ୟ ମଦ ବି ଆସେ ନ ବହୁ ଉପରେ ଅତ୍ୟାଚାର କରେ ସେତେବେଳେ କ'ଣ ହବ ନାତାଶା ତମେ ମାନେ କ'ଣ ଶାନ୍ତିରେ ରହିପାରିବ ତମେ କ'ଣ କହୁଛ ତା ଛଡ଼ା ଆମ ସୂର୍ଯ୍ୟର ମାସ 2 ମାସ ପରେ ତାର ପିଲା ଛୁଆ ହବ ସେତେବେଳେ ସେ ସୁଧରେ ଯିବନି ଆଉ ମଦ ପିଇବା ଧୀରେ ଧୀରେ କମେଇଦେବ ତମେ ତା ପାଇଁ ଏତେ ଟେନସନ ନିଅନି अरे केमिति टेंशन नेबिनी नाताशा अरे केमिति टेंशन नेबिनी अरे तू बोधे भूली गलुड़ी तू होछु एई घरर बड़ झियो अरे तो भाई सୂର୍ଯ୍ୟ मद पिउछि बोली तो बापा माँ ए घर सब धन संपत्तिर दायित्व आमको देइछन्ते जदि ସୂର୍ଯ୍ୟର ପିଲା ଛୁଆ ହେଲା ପରେ ସେ ଯଦି ମଦ ଛାଡ଼ି ଭଲ ରାସ୍ତାରେ ଫେରି ଆସେ ତାହେଲେ ନାତାଶା ଆମ ହାତରେ ଯେଉଁ ଦାୟିତ୍ୱଟା ମିଳିଛି ସେଇ ଦାୟିତ୍ୱଟା ବି ଆମ ହାତରୁ ଚାଲିଯିବ ସେତେବେଳେ ତୁ କ'ଣ କରିବୁ ନାତାଶା ତମେ କ'ଣ କହୁଛ ତମେ ମତେ କ'ଣ କହିବାକୁ ଚାହୁଁଛ ମୁଁ କିଛି ବୁଝିପାରୁନି ଶୁଣ ନାତାଶା तो भाई ସୂର୍ଯ୍ୟର ପିଲା ଛୁଆ ହେଲା ପରେ तो बापा माँ ଯଦି ए घर सब धन संपत्ति ସୂର୍ଯ୍ୟ ନାଁରେ ଲେଖି ଦିଅନ୍ତେ ତାହେଲେ ନାତାଶା ଆମକୁ କିଛି ମିଳିବନି ସେତେବେଳେ ଆମେ ଦୁଇ ଜଣ କୁଆଡ଼େ ଯିବା ଆରେ କ'ଣ କରିବା ନାତାଶା ମୁଁ ଏଇଟା କେବେ ହବାକୁ ଦେବିନି ସୂର୍ଯ୍ୟ ଯଦି ଏଇ ଘର ସବୁ ଧନ ସମ୍ପତ୍ତି ପାଇବା ତାହେଲେ ଆମେ ଯିବା କୋଣେ ନା କଣୁଳେ ନା ମୁଁ ଏଇଟା କେବେ ହବାକୁ ଦେବିନି ଠିକ ଅଛି ନାତାଶା अरे तू जदि ए घर धन संपत्ति पाई सबुदिन पाई ए घरे मालिकानी हेई रहबाक जाउछो ताहले नाताशा तते मो कथा मानि चलिबाक पड़िबो मु तते जेमिति कहबे तू जदि ठीक सेमिति करिवो ताहले नाताशा दिने तू ए घरे मालिकानी हेई राज करिवो ମୁଁ ତୁମର ସବୁ କଥା ମାନିବି ତମେ ମତେ ଯାହା କହିବା ମୁଁ ସେଇଆ କରିବି ଠିକ ଅଛି ନାତାଶା ହେଲେ ନାତାଶା ଆଗକୁ ଆମକୁ କିଛି ଗୋଟାଏ ପ୍ଲାନ୍ କରିବାକୁ ପଡ଼ିବ ହେଲେ ସେ ପ୍ଲାନ୍ ବିଷୟରେ ତତେ ମୁଁ ପରେ କହିବି ବର୍ତ୍ତମାନ ଚାଲ ନାତାଶା ଆମ ପାଇଁ ବାପା ମୋ ବ୍ୟସ୍ତ ହଉଥିବେ ଆରେ ଚାଲ ଚାଲ